ଗୋପାଳପୁର ଏନ୍ଏସି ପକ୍ଷରୁ ଆଜି ବେଳାଭୂମିରେ ଉଠା ଦୋକାନ ଜବରଦଖଲ ଉଚ୍ଛେଦ କରାଯାଇଛି। ଦୀର୍ଘ ମାସ ହେଲା ବେଳାଭୂମିରେ ବହୁ ଉଠା ଦୋକାନମାନେ ନିଜ କବ୍ଜାରେ ରଖି ଆସିଥିଲେ, ଯାହାରି ଫଳରେ ବେଳାଭୂମିକୁ ଆସୁଥିବା ପର୍ଯ୍ୟଟକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିଲେ। ଗୋପାଳପୁର ବେଳାଭୂମି ନିଜର ସୌନ୍ଦର୍ଯ୍ୟ ହରାଉଥିବା ବେଳେ ଏହାକୁ ନଜରରେ ରଖି ପୂର୍ବରୁ ଏନ୍ଏସି ପକ୍ଷରୁ ତାଗିଦ ହୋଇଥିଲା। ଆଜି ଏନ୍ଏସି ପକ୍ଷରୁ ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ବେଣିଆ, ସିଇଓ ସାଗରିକା ବିଷୋୟୀଙ୍କର ଏନ୍ଏସି କର୍ମଚାରୀଙ୍କ ସମେତ 2 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇ ମୁଖ୍ୟ ବେଳାଭୂମି ରାସ୍ତାରେ ଜବରଦଖଲ କରିଥିବା ଉଠା ଦୋକାନକୁ ଉଚ୍ଛେଦ କରାଯାଇଥିଲା। ଗୋପାଳପୁର ବାସିନ୍ଦା ଅଭିଯୋଗ ସତ୍ତ୍ୱେ ମଟର ପାଇଁ ଷ୍ଟାଣ୍ଡ ବନାଯିବ ଓ ଆଗାମୀ ଦିନରେ ମଧ୍ୟ ଏହା ଜାରି ରହିବ। ଏହାର ଅବମାନନା କଲେ ଜରିମାନା ଦେବାକୁ ପଡ଼ିବ ବୋଲି ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି। एनएसी 300 स्टाफ होती